ବିପିନ ନାୟକ ସାର୍ଙ୍କ ଯାତ୍ରାର କେତୋଟି ପାଦ ସେଥିରେ କେତୋଟି ପାଦ ଅଭିଧା ରହିଛି। ତେଣୁ ମୁଁ ସାର୍ଙ୍କୁ ଅନୁରୋଧ କରୁଛି ସେଇ ପାଦ ବିଷୟରେ କିଛି କହିବାକୁ। ଆପଣମାନଙ୍କର ଉପସ୍ଥିତି ମୋର ପରମ ସୌଭାଗ୍ୟ। ବିଶେଷ କରି କ୍ଷୀରୋଦ ବାବୁ ଯେ ଉତ୍ତରାଧୁନିକ ସାହିତ୍ୟରେ ଜଣେ ପ୍ରବୀଣ ଏବଂ କାର୍ତ୍ତିକ ବାବୁ ଭାରି ମରମୀ ବିଶିଷ୍ଟ ଗାଳ୍ପିକ ଏବଂ ଜଣେ ଦରଦୀ କବି, ସେମାନଙ୍କର ଉପସ୍ଥିତିରେ ଯାତ୍ରାର କେତୋଟି ପାଦର ଯେଉଁ ଅନୁସନ୍ଧିତ୍ସା ତାହା ମୋତେ ଅନ୍ତତଃ ଏ ସମ୍ପର୍କରେ କିଛି କହିବା ପାଇଁ ମୋତେ ଆଗ୍ରହ ସୃଷ୍ଟି କରିଛି। ତେଣୁ ଏ ଯାତ୍ରାର କେତୋଟି ପାଦ ଏ ଗୋଟେ ବହୁ ଚର୍ଚ୍ଚିତ, ମୁଁ କହିବି ବୋଧେ ଗୋଟେ ନୂଆ ଧରଣର ସୃଜନ। ଇଏ କ'ଣ ତାହା ତ କ୍ଷୀରୋଦ ଭଳି ସମାଲୋଚକ ମାନେ ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ କରିବେ, କିନ୍ତୁ ଅଦ୍ଭୁତ କିଛି ଗୋଟେ ଘଟିଲା। ଏ କାହାଣୀ ନୁହଁ, ଏ ଉପନ୍ୟାସ ନୁହଁ, ଏ ନାଟକ ନୁହଁ, ଏ ଗଦ୍ୟ ନୁହଁ, ଏ ପଦ୍ୟ ନୁହଁ, ଇଏ କିନ୍ତୁ ସବୁଥିରେ ଏ ସମ୍ମିଶ୍ରଣ। ୟାକୁ ବର୍ଗୀକରଣ କରି ହେଇପାରିବନି ବୋଲିକି ମୋର ଧାରଣା। କିନ୍ତୁ ୟାର ସୃଜନ ପ୍ରକ୍ରିୟା ପଛରେ କୌଣସି ପ୍ରକାର ମାନେ ଚିନ୍ତା କରିକି ଏଇଟା କରାଯାଏନି। ଇଏ ଗୋଟେ ସ୍ୱତଃ ଗୋଟେ ସୃଜନ। ତେଣୁ ଆପଣଙ୍କୁ ତାର ଗୋଟେ ନମୁନା କ'ଣ ହେଇପାରେ, ଆର ବିଷୟବସ୍ତୁ, କଥାବସ୍ତୁ, ଆର ଶୈଳୀ କ'ଣ, ସେ ସମ୍ପର୍କରେ ଆପଣଙ୍କୁ ଟିକେ ମୁଁ ଶୁଣେଇବାକୁ ଚାହେଁ। ତ ମୁଁ ପଢ଼ୁଛି, ମୁଁ ଗୋଟେ ତାର ପରିଚ୍ଛଦ ପଢ଼ିବି। ଚିତ୍ରାର୍ପିତ। ଦେଖନ୍ତୁ ୟାର ଭାଷା, ଭାବ, ଶୈଳୀ ଏବଂ ଇଏ କେଉଁ ଶ୍ରେଣୀରେ ୟାକୁ ଆବଦ୍ଧ କରାଯାଇପାରିବ, ବର୍ଗୀକରଣ କରାଯାଇପାରିବ। ଦେଖନ୍ତୁ କାର୍ତ୍ତିକ ବାବୁ, ଚିତ୍ରାର୍ପିତ। ସେଠାରେ କେହି ନଥିଲେ, ସେଠାରେ କେହି ନଥିଲେ, ଏପରିକି ନଥିବା ବି ନଥିଲା ସେଠାରେ। ସେ ଏକା ଥିଲା ଗୋଟେ ନିସଙ୍ଗ କୋଠରୀରେ। ତା ଭିତରେ ଜଣେ ସନ୍ନ୍ୟାସୀର ନୁହେଁ, ଜଣେ ମୃତ ମଣିଷର ନିସଙ୍ଗତା ଥିଲା। ଥିଲା ଗୋଟେ ପରିତ୍ୟକ୍ତ ଘରର କାନ୍ଥରେ ପିଟା ହେଇଥିବା ଗୋଟେ କଣ୍ଟାର ନିସଙ୍ଗତା। ଜୀର୍ଣ୍ଣ, ବିଦୀର୍ଣ୍ଣ, ତୀକ୍ଷ୍ଣ, କଳଙ୍କି ଲଗା ଆଉ କରୁଣ। ସେ ଅଳସ ଉଦାସ ତା ବେକକୁ ଅଣ୍ଡାଳିଲା। ତାକୁ ଲାଗିଲା କେବେ ସେଠାରେ ଝୁଲୁଥିଲା ଗୋଟେ ଘଣ୍ଟା। ସେ କଣ୍ଟା ଛାତିରେ ବୋଧେ ଝୁଲୁଥିଲା ଗୋଟେ ଘଣ୍ଟା। ସେ ତାର ଟିକ୍ ଟିକ୍ ନିଶବ୍ଦତାକୁ ଶୁଣିଲା, ଯାହା ନଥିଲା। ଦିନେ କିଏ କହିଥିଲା, ବିବେକ ହେଉଛି କାନ୍ଥ ଘଣ୍ଟାର ଟିକ୍ ଟିକ୍। ବୋଧେ ସେ ବିବେକହୀନ ବିବେକଟେ ଜୀଇବାକୁ ପସନ୍ଦ କରୁଥିଲା। ଲିଭେଇ ଦେଲା ସବୁ ଯାକ ଟିକ୍ ଟିକ୍। ବିବେକର ଇଟା, କାଦୁଅ, ମିସ୍ତ୍ରୀ ମଜାଇକୁ ସେ ଫିଙ୍ଗିଲା। ନିର୍ମିତ ବିବେକ ମାନଙ୍କୁ ଭାଙ୍ଗିଲା। କେଡ଼େ ନିଶ୍ଚଳ ନିଶବ୍ଦ ଥିଲା ତାର ନୀରବ ନିର୍ମାଣ। ନେତି ନେତିର ଅଶ୍ରୁତ ଉଚ୍ଚାରଣ, ବିନିର୍ମାଣ। ପୁଣି ଥରେ ସେ ସେହି ପୁରୁଣା ପରିତ୍ୟକ୍ତ କଣ୍ଟାର ନିସଙ୍ଗତାକୁ ଆଉଁସିଲା। ତାକୁ ଲାଗିଲା ଯେ ଏବେ ସେଠାରେ ଝୁଲୁଛି ଗୋଟେ ଫଟୋଚିତ୍ର। କାହାର? କାହାର ସେ ଫଟୋଚିତ୍ର? ବାରମ୍ବାର ବଦଳି ଯାଉଥିଲା ସେ ଚିତ୍ର। ସେଠାରେ ଥିଲା ଅନେକ ମୁହଁ, ଅନେକ ରଙ୍ଗ, ଅନେକ ଆଖି, ଅନେକ ନାକ, ଜହ୍ନା ଲୋକ, ଅନା ଲୋକ, ଅଳ୍ପା ଲୋକ, ଆହୁରି ଅନେକ। ତାହା ଥିଲା ଗୋଟେ କୋଲାଜ। ଭୟର, ପ୍ରେମର, ନିଷ୍ଠୁରତାର, କପଟତାର, ପ୍ରତାରଣାର, ଦୟାର ଦୁର୍ବିପାକ। It was bits of paper and cloud, nails and ocean, birds and ballistics. ସେ କୋଲାଜ ଥିଲା ଟୁକୁରା ଟୁକୁରା କାଗଜର ଆଉ ମେଘର, କଣ୍ଟାର, ସମୁଦ୍ରର, ପକ୍ଷୀର, କ୍ଷେପଣାସ୍ତ୍ରର, ବଜ୍ର ଆଉ ଫୁଲର। ସେ କୋଲାଜ ଥିଲା ସ୍ୱପ୍ନର, ସବାଧାରର। ସେ ସେମାନଙ୍କ ପଛରେ ଦୌଡ଼ିଲା। ଗୋଟେ ଆବର୍ତ୍ତରେ ଚିତ୍ରମାନେ ଘୁରିଲେ ଘର ଭିତରେ। ସେ ତାଙ୍କ ପଛେ ପଛେ ଘୁରିଲା। ସେମାନେ ଆଗେ ଆଗେ ଓ ସେ ପଛେ ପଛେ। ସେମାନେ ପଛେ ପଛେ ତ ସେ କେବେ ଆଗେ ଆଗେ, କେବେ ଆଗେ, କେବେ ପଛେ, କେବେ ପଛେ, କେବେ ଆଗେ। ଏ ଅବିରତ ଘୂର୍ଣ୍ଣନ ଓ ଘୂର୍ଣ୍ଣାୟମାନ ଜାରି ରହିଲା। ଗୋଟେ ବର୍ଣ୍ଣିଳ ସ୍ରୋତ ବହିଗଲା ଘର ଭିତରେ। ଅବର୍ଣ୍ଣନୀୟ ବର୍ଣ୍ଣର ଆବର୍ତ୍ତଟେ ଘୁରିଲା। ଅବର୍ଣ୍ଣନୀୟ ବର୍ଣ୍ଣର ଆବର୍ତ୍ତଟେ ଘୁରିଲା। ସେ ବୁଲିଲା ଅକ୍ଷରେ, ସେ ବୁଲିଲା କକ୍ଷରେ। ପରିକ୍ରମଣ, ପରିକ୍ରମଣ, ଆବର୍ତ୍ତନ, ଆବର୍ତ୍ତନ ଜନିତ ପରିକ୍ରମଣ, ପରିକ୍ରମିତ ଆବର୍ତ୍ତନ। ସେ ହେଲା ଧରିତ୍ରୀ, ଧୀର, କର୍ଷିତ, କ୍ଲେଦାକ୍ତ, ମୂକ, ନିର୍ବାକ, ଜଙ୍ଗମ, ସ୍ଥାବର। ସେ ହେଲା ଶବ୍ଦ ପ୍ରସୂ,
ଶସ୍ୟ ପ୍ରସୁ, ସ୍ୱପ୍ନ ପ୍ରସୁ, ଅଗ୍ନି ପ୍ରସୁ, ପୁଷ୍ପ ପ୍ରସୁ, ମଧୁ ପ୍ରସୁ, ଦୁଃଖ ପ୍ରସୁ, ସ୍ୱର୍ଣ୍ଣ ପ୍ରସୁ, ପାଷାଣ ପ୍ରସୁ, ତୃଣ ପ୍ରସୁ ଇତ୍ୟାଦି। ଅବଶ୍ୟ ସେ ସେମିତି ନିଶ୍ଚଳ ବସିଥିଲା ନିସଙ୍ଗ। ସେ ସେଠାରେ ଥିଲା ଯେଉଁଠି କିଛି ବି ନଥିଲା। ଇଏ ହେଉଛି ଗୋଟେ ମୁହୂର୍ତ୍ତର ଗୋଟେ ଦଗ୍ଧୀଭୂତ ଆବେଗ, ଯେ କୌଣସି ମାନେ ବାଡ଼ବନ୍ଧ ବାଧା ମାନି ନାହିଁ, ଏମିତି ଅପ୍ରତ୍ୟାଶିତ ଭାବରେ କୁହାଇ ଚାଲିଛି। ମୋର ଗୋଟେ ପ୍ରଶ୍ନ ଥିଲା ଭାଇ। ନମସ୍କାର। ମୋତେ ଏ ବହିଟା ମୁଁ 4-5 ଥର ପଢ଼ିଛି। ମୋତେ ଲାଗେ ଏହା ଏକ ଅବଚେତନର ବିସ୍ଫୋରଣ, ଯାହା କୌଣସି ଷ୍ଟ୍ରକ୍ଚର ଭିତରେ ବାନ୍ଧି ହେଇନାହିଁ। ଏହାର ଭାଷ୍ୟ ଓ ବକ୍ତବ୍ୟ ସୁଦୂର ପ୍ରସାରୀ ଏବଂ ଅନ୍ତର୍ଭେଦୀ। ଏ ବାବଦରେ ଆପଣଙ୍କର ମତ କ'ଣ? ମୁଁ ଜାଣିନି ଆପଣଙ୍କ ଭଳି ଯୋଗ୍ୟ ସମାଲୋଚକ ମାନେ, ଯୋଗ୍ୟ ପାଠକ ମାନେ ହୁଏତ ତାର ନିର୍ଦ୍ଧାରଣ କରିବେ ଇଏ କ'ଣ, କିନ୍ତୁ ମୁଁ ଭାବେ ଯେ କହିବା ଛଳରେ ଅନେକ କଥା ଉହ୍ୟ ରହିଯାଏ। କବିତା, ବିଶେଷ କରି କବିତାରେ, କବିତା କେବଳ ଗୋଟେ ନିର୍ଯାସ। ସେ ଅନେକ କଥାକୁ ମାନେ ଏଡ଼ି ଦେଇକିରି କବିତା କିଛି କହେ। ତେଣୁ ତାର ଅବଚେତନ ଭିତରେ ଗୋଟେ କବିର ଅନେକ କଥା ଅକୁହା ରହିଯାଏ। ସେ କବିତା ହେଇପାରିଥାନ୍ତା ଯାହା କବିତା ହେଇପାରିନି, ତାହା ଗଦ୍ୟ ହେଲେ ହୁଏତ ଭାରି ବସ୍ତୁନିଷ୍ଠ ହେଇଥାନ୍ତା, କର୍କଶ ହେଇଥାନ୍ତା। ତାହା ପଦ୍ୟ ହବା ବୋଧେ ସମ୍ଭବ ନଥିଲା। ତା ଭିତରେ କହିପାରିବାର ଯୋଉ ଆବେଗ, ତା ଭିତରେ କିଛି ନାଟକୀୟତା ବି ଥିଲା। ତା ଭିତରେ ଗୋଟେ କାହାଣୀଟି ଥିଲା ଯାହା କେବେ ସମ୍ପୂର୍ଣ୍ଣ ହେଇପାରିନଥିଲା ବୋଧେ। ତେଣୁ ଇଏ ନା କାହାଣୀ ହେଇପାରିଲା, ନା ନିଜର ଜୀବନର କଥା ହେଇପାରିଲା, ନା କବିତା ହେଇପାରିଲା, ନା ଗଦ୍ୟ ହେଇପାରିଲା। ଇଏ ଗୋଟେ ଅଦ୍ଭୁତ, ଗୋଟେ ବିଚିତ୍ର ପ୍ରକାଶ ଭଙ୍ଗୀ ଭିତରେ ଇଏ ବୋଧେ ସୃଷ୍ଟି ହେଲା, ଯାହା କେବେ ମୋର ଚେତନାର ମାନେ କେତେ ସଚେତନ ଭାବରେ ଯାହା ମୁଁ କେବେ ପ୍ରୟାସ କରିନଥିଲି। ତେଣୁ କ୍ଷୀରୋଦ ବାବୁ ଯେଉଁ କଥାଟି କହିଲେ, ମୋର ସୌଭାଗ୍ୟ ଏଭଳି ଚେତନାକୁ ଚିନ୍ତା କରିବା, ତା ଭିତରେ ଗୋଟେ ସମୀକ୍ଷାତ୍ମକ ଦୃଷ୍ଟି ଦେବା, ତାର ପାଇଁ ଆଗ୍ରହ ପ୍ରକାଶ କରିବା, ରସାସ୍ୱାଦ କରିବା, ହୁଏତ କ୍ଷୀରୋଦ ବାବୁ ଭଳିଆ ଲୋକଙ୍କ ପାଇଁ ପରବର୍ତ୍ତୀ ସମୟରେ ସେଟା ସାହିତ୍ୟକୁ ସେମାନେ କିଛି ସନ୍ଦେଶ ଦେଇପାରିବେ। ତେଣୁ ଆପଣଙ୍କ, ମୁଁ ଯାହା ବୁଝିଲି, ଆଉ ମୋତେ ତ ଲାଗିଲା ଯେ ପ୍ରତି ଶବ୍ଦ ଏବଂ ପ୍ରତି ଧାଡ଼ି ଗୋଟେ ଗୋଟେ ଭଲ କବିତାର ଅଂଶ। ଠିକ। ତେଣୁ ମୋତେ ଲାଗୁଛି ସାର୍, ଆପଣ ଏଇ ଯେଉଁ ସୃଷ୍ଟିଟି କରିଛନ୍ତି, ହୁଏତ ମାନେ ମୋତେ ଲାଗେ ଯେମିତି ଗୋଟେ ଆମେ ଆଇନଷ୍ଟାଇନଙ୍କ ଥିଓରିକୁ ନେଇ ଗୋଟେ କଥା କହୁ। ଗୋଟେ ସମୟ ଥିଲା ଯେତେବେଳେ କୁହାଯାଉଥିଲା ଯେ ଆଇନଷ୍ଟାଇନଙ୍କ ଥିଓରିକୁ ପୃଥିବୀର ମାତ୍ର 10 ଜଣ ବୈଜ୍ଞାନିକ ବୁଝିଛନ୍ତି। ଆଚ୍ଛା। ଆଜି ମଧ୍ୟ ସେଇଭଳିଆ ବିଚାର ରହିଛି ଯେ ପ୍ରକୃତରେ ଆଇନଷ୍ଟାଇନକୁ କେତେ ଜଣ ଲୋକ ବୁଝିଛନ୍ତି। ତେବେ କଥା ହେଉଛି କ'ଣ କି, ଯାହା ହଉ ଆପଣ ମାନେ ଯାହା ଲେଖିଛନ୍ତି କ୍ଷୀରୋଦ ଭାଇ ବୁଝିଲେ, ଏବଂ ମୁଁ ଭାବୁଛି ଆଉ ବି କିଛି ଲୋକ ନିଶ୍ଚୟ, ମାନେ ମୁଁ ଭାବୁଛି ଯେ ଆଗ୍ରହ ନବ, ଇଏ ଗୋଟେ ଉଚ୍ଚତର ଚେତନାକୁ ନହେଲେ ଏ ବୁଝି ହବନି। କାରଣ ଆମେ ଏପର୍ଯ୍ୟନ୍ତ ଗୋଟେ ଯୁକ୍ତିସିଦ୍ଧ ପୃଥିବୀ ଭିତରେ ବଞ୍ଚିଛୁ। ଲେଖିଲେ ବୁଝିବା ଜରୁରୀ, ଏଭଳି ଗୋଟେ ଧାରଣା ଆମ ସମସ୍ତଙ୍କର ବଳବତ୍ତର ଅଛି। ଗୋଟେ ସବୁ କଥାର କିଛି ଅର୍ଥ ଥିବ, ଯୁକ୍ତି ଥିବ, ଯାହା ଅଯୌକ୍ତିକ ତାହା ଅପ୍ରାସଙ୍ଗିକ ବୋଲି ଭାବୁଛୁ। କିନ୍ତୁ ଏଭଳି ଗୋଟେ ସ୍ତରରେ ଯୋଉଠି ପ୍ରଚଣ୍ଡ ଆବେଗ ଅଛି, ଯୋଉଠି ଚେତନା ଅବଚେତନ ସବୁ ଏକାକାର ହେଇଯାଇଛି ଗୋଟେ ସ୍ରୋତ ଭିତରେ, ଯୋଉଠି ଅତୀତ ବର୍ତ୍ତମାନ ନା ଭବିଷ୍ୟତ ଗୋଟେ ଗୋଟେ ବିନ୍ଦୁରେ ଘୂର୍ଣ୍ଣାୟମାନ, ସେଠି କାଳ ବି ଗୋଟେ ପ୍ରବହମାନ କାଳ, ଅନ୍ତତଃ ସ୍ଥିର। ଏଭଳି ଗୋଟେ ଚେତନା ଭିତରେ ଯେତେବେଳେ ଗୋଟେ କବି ଲେଖକଟି ରହିବ, ସେ ହୁଏତ କୌଣସି ପ୍ରାସଙ୍ଗିକ କଥା କହିପାରିବ, ଯୁକ୍ତିସିଦ୍ଧ କଥା କହିପାରିବ ବୋଲି ମୁଁ ଭାବୁନି। ଏଗୁଡ଼ାକ କ୍ରମଶଃ ମୁଁ ଲେଖିଛି, ତାକୁ ସିଧା ତାକୁ ମୋର ଇଏକୁ ଫୋନକୁ ମାନେ ଟାଇପିଂ ହେଇଛି, କାଗଜ କଲମ କୌଣସି ଜାଗାରେ ବ୍ୟବହାର ହେଇନାହିଁ। କିନ୍ତୁ ଏଇଭଳି ଗୋଟେ ଲେଖା ସେ
ଇଭେନ୍ ଲେଖକ ପାଇଁ ବି ଇଏ ଗୋଟେ ବଡ଼ ଆହ୍ୱାନ। ଲେଖି ସାରିଲା ପରେ ମୁଁ ଭାବିଲି ମୁଁ କ'ଣ ଲେଖୁଛି। କବିତାଟି ଲେଖିଲା ପରେ ତ ଗୋଟେ କବିଟେ ଜାଣିବେ ହଁ ମୁଁ ଗୋଟେ ସୁନ୍ଦର କବିତାଟି ଲେଖିଛି, ଗୋଟେ ଭାବର ଗୋଟେ ବୃତ୍ତଟିଏ ଅଛି, ତା ଭିତରେ କିଛି ଧ୍ୱନି ଅଛି, କିଛି ଆବେଗ ଅଛି, କିନ୍ତୁ ୟା ଭିତରେ କ'ଣ ଅଛି ମୁଁ ଜାଣିନାହିଁ। ଏ କବିତା ପରି ଆବେଗ ଅଛି, ନାଟକ ପରି ନାଟକୀୟତା ଅଛି, କବିତା ବି ଅଛି, ଗଦ୍ୟ ବି ଅଛି, ଆପଣ କହିଲା ପରି ପ୍ରତିଟି ଧାଡ଼ିରେ ବି କବିତା ଅଛି। ତେଣୁ ଏ ଯେଉଁ ଯାହା ଅକଥନୀୟ କବିତା ସବୁ ଥିଲା, ଅକଥନୀୟ ଗଦ୍ୟ ସବୁ ଥିଲା, ଅକଥନୀୟ କାହାଣୀ ସବୁ ଥିଲା, ଇଏ ବୋଧେ ଗୋଟେ ସ୍ରୋତ ହେଇକିରି ସେ କିଛି ମାନି ନାହିଁ, ଅପ୍ରତିହତ ଭାବରେ ସେ ପ୍ରବାହିତ ହେଇ ଚାଲିଛି। ଇଏ କ'ଣ ହେଇଛି ତାହା ଆପଣମାନଙ୍କ ଭଳି ପାଠକ, କ୍ଷୀରୋଦବାବୁ ଭଳି ସମାଲୋଚକ ଏବଂ ଓଡ଼ିଆ ସାହିତ୍ୟର ତ ପରବର୍ତ୍ତୀ ପିଢ଼ି ସେମାନଙ୍କ ଉପରେ ଏହା ନିର୍ଭର କରେ। କିନ୍ତୁ ଏହା ଯେ କିଛି ଲୋକଙ୍କୁ ଆମୋଦିତ କରିବ, ଆଉ ଯଦି ଆମୋଦିତ କରିବ ତାହା ହିଁ ହେବ ଏହାର ସାର୍ଥକତା। ତେଣୁ ଏହା ହେଉଛି କଥା। ମୁଁ ଆପଣଙ୍କୁ ଆଉ ଗୋଟେ ପଢ଼ୁଛି। ପ୍ରକୃତରେ ଏଗୁଡ଼ାକ ମୋ ଜୀବନର ଅନୁଭବର ଖଣ୍ଡିତାଂଶ ଗୁଡ଼ିକ। এটা ପ୍ରକୃତରେ ଫିକ୍ସନ୍ ନୁହଁ। ଇଟ୍ ଇଜ୍ ନେଇଦର ଫିକ୍ସନ୍, ଇଟ୍ ଇଜ୍ ନଟ୍ ଦି ଟ୍ରୁଥ୍। এটা ରିଏଲିଟି ନୁହଁ କି ଫିକ୍ସନ୍। ଇଟ୍ ଇଜ୍ ଦି ରିଏଲିଟି ଇଜ୍ ଫିକ୍ସନାଲ୍ ଆଣ୍ଡ ଦି ଫିକ୍ସନ୍ ଇଜ୍ ସୋ ରିଏଲ୍। ୟା ଭିତରେ ଯେଉଁ କଳ୍ପନା ଅଛି ସେ ବାସ୍ତବ, ୟା ଭିତରେ ଯେଉଁ ବାସ୍ତବତା ଅଛି ତାହା କଳ୍ପନା। ତେଣୁ ଇଏ କଳ୍ପନା ବାସ୍ତବତାର ସୀମାରେଖାକୁ ଭାଙ୍ଗିଛି। ଆପଣ ଗୋଟେ ମୁଁ ଜିନିଷ ପଢ଼ୁଛି, ତେଣୁ ଆଉ ଟିକେ ଦେଖିବେ ଆପଣ। ଅନ୍ତର୍ଯାତ୍ରା। ଆଜି ସେ ନିଜକୁ ନିଜେ ସାକ୍ଷାତ କଲା, ଶଙ୍ଖୋଳିଲା। ଅନେକ ଦିନରୁ ସେ ନିଜକୁ ଭେଟି ନଥିଲା। ବାହାରର କୋଳାହଳ, ଆଘାତ, ଅବାଞ୍ଛିତ ଅନୁପ୍ରବେଶ, ନିବୁଜତା, କିଛି ବିବଶତା ବୃତ୍ତି ତାକୁ ବିଚ୍ଛିନ୍ନ କରିଦେଇଥିଲା ନିଜଠୁ। ତାକୁ ମନେ ହେଲା ସେ ଯେମିତି ଗୋଟେ ଘଞ୍ଚ ବଣ ଭିତରେ ଗୋଟେ ଗୁମ୍ଫା, ଅନ୍ଧାରରେ ଆଚ୍ଛନ୍ନ, ଅନାବିଷ୍କୃତ, ରହସ୍ୟମୟ, ଯିଏ କେବେ ତା ଭିତରେ ଅନୁପ୍ରବେଶ କରୁଥିବା ପବନ ସାଙ୍ଗେ କଥାବାର୍ତ୍ତା କରେ। ସେ ଅପେକ୍ଷମାଣ ଥାଏ କାହା ପାଦ ଶବ୍ଦର, ଯିଏ ତା ଭିତରର ଅନ୍ଧାରକୁ ଉଙ୍କି ଦେଖିପାରନ୍ତା ତା ଦିହରେ ଲେଖା ହେଇଥିବା ଏବଂ କ୍ରମଶଃ ଲିଭି ଆସୁଥିବା ଅସ୍ପଷ୍ଟ ଶିଳାଲିପିକୁ ପଢ଼ିପାରନ୍ତା ବି। ସେ ଶିଳାଲିପିର ସଂକେତ ଭିତରୁ ପଢ଼ିପାରନ୍ତା ତାକୁ, ଯିଏ ଅବଧ୍ୟ, ଅକଥନୀୟ ଅଥଚ ପାଠୋଦ୍ଧାରକ୍ଷମ। ବେଳେବେଳେ ନିଜକୁ ଶିଳାଲିପି ପରି ଲାଗେ, କେହି ଜଣେ ଆସନ୍ତା କି ପଢ଼ନ୍ତା କି। ତେଣୁ ସେ ଅକଥନୀୟ ଅଥଚ ପାଠୋଦ୍ଧାରକ୍ଷମ ଶିଳାଲିପି। ସେ ଭାବିଲା ସେ ନିଜ ହୁଏତ ଏକ ଉଦ୍ଧାରକ୍ଷମ ଇତିହାସ, ଯାହା କୌଣସି ପୁରାତାତ୍ତ୍ୱିକ, ପ୍ରେମୀ କି ପରିବ୍ରାଜକର ଆଦରକୁ ଅପେକ୍ଷା କରିଛି ଅର୍ଥାନ୍ୱିତ ହେବା ପାଇଁ। ଅପେକ୍ଷା କରିଛି ହୁଏତ କେହି ଜଣେ ଲେଖିଦେଇପାରେ ତାର ବିକ୍ଷିପ୍ତ ବିବରଣୀ କି ଅକୁହା ଅନାଧ୍ୟାୟ ଗୁଡ଼ିକୁ। ଜଣେ ପ୍ରତ୍ନତାତ୍ତ୍ୱିକର ମନ ନେଇ ସେ ଖୋଜିଲା ନିଜେ ନିଜକୁ। ଆପାତ ଶିଳାସ୍ତରକୁ ଖନନ କଲା ପରେ ସେ ଆବିଷ୍କାର କଲା। ଆପାତ ଶିଳାସ୍ତରକୁ ଖନନ କଲା ପରେ ସେ ନିଜକୁ ଆବିଷ୍କାର କଲା। କ'ଣ କଲା? ସ୍ତର ସ୍ତର ସ୍ତରୀଭୂତ ଶିଳାଖଣ୍ଡର ଅନେକ ଆବରଣ। ସ୍ତର ସ୍ତର ଶିଳାଖଣ୍ଡର ଅନେକ ଆବରଣ। ଜନ୍ମ, ଶୈଶବ, ପୌଗଣ୍ଡ, ଯୌବନର ଅନେକ ଆସ୍ତରଣ। ସ୍ମୃତି, ଶୈଶବ, ସ୍ୱପ୍ନ, ଉଦ୍ବେଗ, ଆତଙ୍କ, ନିରୀହ ଅଭିଳାଷ ମାନଙ୍କର ଜୀବାଶ୍ମରେ ଝଳସୁଥିବା ନିଷ୍ପ୍ରାଣ ପଥର ଖଣ୍ଡର କଠିନ ପ୍ରସ୍ତରଣ। ତା ଭିତରେ ସେ ଦେଖିଲା ଗୋଟେ ମୃତ ନଦୀ, କିଛି ପ୍ରସ୍ତରୀଭୂତ ଲୁହ, ଫୁଲ, ଫସିଲ, ସମୟର ଗଳିତ କଙ୍କାଳ, ଆଉ କିଛି ସ୍ୱପ୍ନଭଙ୍ଗ, କିଛି ନିରବି ଯାଇଥିବା ସ୍ୱରର ନିଥର ଘନୀଭୂତ କମ୍ପନ, କିଛି ନିରବି ଯାଇଥିବା ସ୍ୱରର ନିଥର ଘନୀଭୂତ କମ୍ପନ, କିଛି ଶୋଷ, କିଛି ଅବଶୋଷର ସ୍ଥିର ପ୍ରବାହ। ସ୍ତର ସ୍ତର ପ୍ରେମ, ସ୍ତର ସ୍ତର ପ୍ରବଞ୍ଚନା। ସ୍ତର ସ୍ତର ପ୍ରେମ, ସ୍ତର ସ୍ତର ପ୍ରବଞ୍ଚନା। ସ୍ତର ସ୍ତର ସଂସାର, ପ୍ରସ୍ତ ପ୍ରସ୍ତ ବିଡ଼ମ୍ବନା। ସେଠାରେ କିଛି ମନ୍ଦିର ଆଉ ମଧୁଶାଳା, କିଛି ଅଙ୍ଗାର ଆଉ ଔଦ୍ଧତ୍ୟ, କିଛି ଅଙ୍ଗାର ଆଉ ଔଦ୍ଧତ୍ୟ, କିଛି ମୁକୁଟ ଓ ମାନପତ୍ର, କିଛି ଖଣ୍ଡା ଆଉ କଲମ ମାନଙ୍କର ଶିଳୀଭୂତ ସ୍ତବ୍ଧତା ଶୋଇଯାଇଥିଲା ଯେମିତି ଗଭୀରତମ ନିଦରେ, ନିର୍ମମ ଇତିହାସର ଅନ୍ଧକାରମୟ ଶେଯରେ। ସେ କିଛି ସମୟ ସ୍ଥିର ହେଲା, ନିରେଖିଲା, ନିର୍ବାକ ହେଲା,
ଖୋଲିଲା ପୁନଶ୍ଚ, ଖୋଳିଲା ପୁନଶ୍ଚ। ଏଥରକ ଆଉ କିଛି ଗଭୀରତାରେ ସେ ଭେଟିଲା ଏକ ରୂପାନ୍ତରିତ ଶିଳାର ସାମ୍ରାଜ୍ୟ, ଯେଉଁଠି ପକ୍ଷୀ ପାଲଟି ଯାଉଥିଲା ଶୋକ, ସମୁଦ୍ର ପାଲଟି ଯାଉଥିଲା ସଂସାର, ଅର୍ଥ ପାଲଟି ଯାଉଥିଲା ପରମାର୍ଥରେ। ସେଠାରେ ଛଳ ଛଳ ହସର ସ୍ତରଟିଏ ଥିଲା, ଯାହା ରୂପାନ୍ତରିତ ହୋଇଥିଲା ଦୁର୍ବିସହ ଦ୍ରୋହରୁ। ତଥାପି ସେ ଭେଟିଲା ସେ ସ୍ତରରେ ଶବ୍ଦମାନଙ୍କୁ, ଯାହା ଆବରି ନେଇଥିଲା ଅଗ୍ନିକୁ, ଆକାଶକୁ। ସେମାନେ ଯାତ୍ରା କରୁଥିଲେ ରୂପରୁ ଧ୍ୱନିକୁ, ଧ୍ୱନିରୁ ଚୈତନ୍ୟକୁ, ଚୈତନ୍ୟ ଯାହା ବିଜୁଳି, ବଢ଼ିପାଣି, ଆତଙ୍କ, ଅଶ୍ରୁ, କାଦୁଅ, କେଦାର ପ୍ରଭୃତି ଓ ପ୍ରାର୍ଥନାରେ ପରିପୂର୍ଣ୍ଣ, ପ୍ରଭୃତି ଓ ପ୍ରାର୍ଥନାରେ ପୂର୍ଣ୍ଣ ଥିଲା। ସେ ଚୈତନ୍ୟରେ କ'ଣ ଥିଲା? ଯାହା ବିଜୁଳି, ବଢ଼ିପାଣି, ଆତଙ୍କ, ଅଶ୍ରୁ, କାଦୁଅ, କେଦାର ପ୍ରଭୃତି ଓ ପ୍ରାର୍ଥନାରେ ପରିପୂର୍ଣ୍ଣ ଥିଲା। ଚୈତନ୍ୟ ଯାହା ଚାପ, ଉତ୍ତାପ, ସ୍ତରଚ୍ୟୁତି, ସ୍ଖଳନର ଗହନ ଅନ୍ଧକାର ଭିତରେ ତଥାପି ନିର୍ମିତ ହେଉଥିଲା ପୁନଶ୍ଚ ଧ୍ୱସ୍ତ ହେବା ପାଇଁ। ସେ ସେଠାରେ ଅବସ୍ଥାନ କଲା କିଛି ସମୟ, ପୁନଶ୍ଚ ଖୋଳିଲା। ତାପରେ ସେ ପହଞ୍ଚିଲା ତରଳ ଆଗ୍ନେୟ ଉଦ୍ଗୀରଣର ଉଚ୍ଚକୁ। ତାପରେ ସେ ପହଞ୍ଚିଲା ତରଳ ଆଗ୍ନେୟ ଉଦ୍ଗୀରଣର ଉଚ୍ଚକୁ। ଅଗ୍ନି ଜାତ ବେଦ ହିରଣ୍ୟମୟ ଅଗ୍ନିର ସମୁଦ୍ର, ଲାଭା ଲାଭା ଅନ୍ତରର ଅନ୍ତହୀନ ଲାଭା, ଲାଭା ଲାଭା ଅନ୍ତରର ଅନ୍ତହୀନ ଲାଭା, ଜାଜଲ୍ୟମୟ ଜ୍ୱଳନ, ଫୁତ୍କାରିତ ପାଉଁଶ। ଶବ୍ଦ ଗୁଡ଼ା କ'ଣ ହେଇଛି ମୁଁ ଜାଣିନି। ଫୁତ୍କାରିତ ପାଉଁଶ, ଅଣୁ ଅଣୁ ଆଗ୍ନେୟ, ସବୁକିଛି ଅକପଟ, ବିସ୍ତ, ଭାସ୍ୱତ, ଭସ୍ମ କେବଳ। ନିଆଁର ଏ ସ୍ତର ଅନ୍ତିମ, ଏ ସ୍ତର ଆଦିମ, ଏ ନିର୍ଗୁଣ ଆକାରାତୀତ, ଧୂମ ଧୂସର କୃଷ୍ଣ ପିଙ୍ଗଳ ତରଳ, ସ୍ଫୋଟ ବିସ୍ଫୋଟର ଐକାନ୍ତିକ ସମାହାର। ଏ ତ ଅନାରମ୍ଭ, ଏ ତ ଅନାରମ୍ଭ, ଏ ତ ବିଲୟ, ଏ ତ ଲୟ, ଏ ତ ଅଭିଭୂତମୟ ବିସ୍ମୟ। ସର୍ବଖଳୁମିଦଂ ବ୍ରହ୍ମ, କାଳତ୍ରୟାତୀତ, ଦେହତ୍ରୟାତୀତ, ଗୁଣତ୍ରୟାତୀତ ମୋର ଯାତ୍ରା। ମାଟିରୁ ଅଗ୍ନିକୁ, ଆବରଣରୁ ଅନ୍ତଃସ୍ଥଳକୁ, ସ୍ୱର୍ଗରୁ ପାତାଳକୁ, ପାତାଳରୁ ସ୍ୱର୍ଗକୁ, ପାଉଁଶରୁ ପ୍ରବାଳକୁ ପୁନଶ୍ଚ। ବହୁତ ବହୁତ ଧନ୍ୟବାଦ ସାର୍। ଆପଣଙ୍କର ଏଇ ଯେଉଁ ଯାତ୍ରାର କେତୋଟି ପାଦର ଯେଉଁ ଆପଣ ବୁଝେଇଲେ, ଏବଂ ମୁଁ ଭାବୁଛି ଏହାର ଗୋଟି ଗୋଟି ପାଦ, ଗୋଟି ଗୋଟି ଶବ୍ଦ ନିଶ୍ଚିନ୍ତ ଭାବରେ କେବଳ ଓଡ଼ିଆ ସାହିତ୍ୟ ନୁହେଁ, ଓଡ଼ିଆ ଅସ୍ମିତା, ଓଡ଼ିଆ ଆଧ୍ୟାତ୍ମିକତା ଭିତରେ ରହିବ ଅନେକ ବର୍ଷ ଧରି। କାଲି ହୁଏତ ଆମେ ନଥିବା, କିନ୍ତୁ ଯାତ୍ରାର କେତୋଟି ପାଦ ନିଶ୍ଚୟ ରହିବ। ମୁଁ ଜାଣିନି ଆପଣଙ୍କ ଭଳି ମୁଁ ଆଜି ପ୍ରଥମ ଥର ପାଇଁ ମୋର ଗୋଟେ ବିଶ୍ୱାସ ହେଲା ଯେ ମୁଁ କିଛି ଅର୍ଥପୂର୍ଣ୍ଣ କରିଛି। ହୁଏତ ଉତ୍ତର ଦାୟାଦ ପାଇଁ ମୁଁ ହୁଏତ ଲୋଡ଼ା ହେବି, ମୋତେ କେହି ଖୋଜିବ। କାରଣ ଆପଣଙ୍କ ଭଳି ଲୋକ ଆଉ କ୍ଷୀରୋଦ ବାବୁଙ୍କ ଭଳି ପାଠକ, ବିଦଗ୍ଧ ପାଠକ ଏତେ ବାଟ ଖାଲି ଗୋଟେ ଅନ୍ୱେଷାରେ, ଗୋଟେ ଜିଜ୍ଞାସାରେ, ଗୋଟେ ପ୍ରେମରେ ଏ ଯାତ୍ରା କରିଛନ୍ତି, ଯାତ୍ରାର ଗୋଟେ ପାଦ ପାଇଁ। ଏହା ମୋର ପରମ ସୌଭାଗ୍ୟ। ମୁଁ ଭାରି ଅନ୍ତତଃ ଆଶ୍ୱସ୍ତ ହେଲି ଆଜି। ଏବଂ ଏଭଳି ଗୋଟେ ସୃଷ୍ଟି, ଯାହା ହୁଏତ ମୋ ସଚେତନ ଭାବରେ ମୁଁ କରିନାହିଁ, ହୁଏତ ଗୋଟେ ନୂଆ ଦିଗନ୍ତ ଆମ ସାହିତ୍ୟକୁ ଦଉ ଏବଂ ପରବର୍ତ୍ତୀ ପିଢ଼ି ସେମାନଙ୍କର ଚେତନାରେ ଗୋଟେ ନବ ଉଚ୍ଚାରଣଟି ଆସୁ, ନୂଆ ଦିଗନ୍ତଟି ଖୋଲୁ, ତାହା ହିଁ ବୋଧେ ସମ୍ଭାବନା ବୋଲି ମୁଁ ଭାବୁଛି।